জয় জয় জগন্নাথ নমস্কার সকালের খবর জেনাভিজন ଆପଣମାନଙ୍କୁ ଜଣାଉଛି ହାର୍ଦ୍ଦିକ ଅଭିନନ୍ଦନ। ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ପୂର୍ବରୁ ବର୍ତ୍ତମାନ ଓଡ଼ିଶା ଉପରେ ଲଘୁଚାପରେ ପ୍ରଭାବ ରହିବ କି? ବର୍ତ୍ତମାନ ଯେଉଁ ଅପଡେଟ୍ ଖବର ସାମ୍ନାକୁ ଆସୁଛି, ବର୍ତ୍ତମାନ 31 ତାରିଖରେ ଘୂର୍ଣ୍ଣିବଳୟକୁ ନେଇ ବର୍ତ୍ତମାନ ସଜବାଜ ହେଉଛି ଲଘୁଚାପ। ଏହି ଲଘୁଚାପରେ ଓଡ଼ିଶାରେ ଏହାର ପ୍ରଭାବ କେତେ ରହିବ ତାହା ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଯଦି ଭାରତ ମୁହାଁ ହୁଏ ତାହେଲେ ଭାରତ ଆଉ ବାଂଲାଦେଶ ଆଉ ଇଣ୍ଡୋନେସିଆରେ ଏହାର ପ୍ରଭାବ ବା ଶ୍ରୀଲଙ୍କାରେ ଏହାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଅଦିନିଆ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିପରି ରହିବ ଓଡ଼ିଶାର ସ୍ଥିତି ଏବଂ ଏହି ସ୍ଥିତିକୁ ନେଇ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ପୂର୍ବାନ କରିଛି ଓଡ଼ିଶାରେ ପାଖାପାଖି 7 ଦିନ ଧରି ଯେଉଁଭଳି ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ପରେ ପରେ ଲଘୁଚାପରେ ରୂପ ନେବ। ଏହି ଲଘୁଚାପରେ ଯେତେବେଳେ ରୂପ ନେବ ତାହା ଓଡ଼ିଶା ଉପରେ ଏହାର କେତେ ରହିବ ପ୍ରଭାବ, ଲଘୁଚାପ ଜନିତ ବର୍ଷାରେ ଓଡ଼ିଶା ଉପରେ ପ୍ରଭାବ ରହିବ କି? ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଆସନ୍ତୁ ଦର୍ଶକ ବନ୍ଧୁ ପୁରା ଭିଜୁଆଲ ସହିତ ଭିଡ଼ିଓ ଉପରେ ଟିକେ ନଜର ପକାଇ ନେବା। ଦର୍ଶକ ବନ୍ଧୁ ଓଡ଼ିଶାରେ ଲଘୁଚାପର ପିଛା ବିଲକୁଲ ଛାଡ଼ୁନାହିଁ। ଏଇଥିପାଇଁ ଆମେ କହୁଛୁ ସେପ୍ଟେମ୍ବର ଆଉ ଅକ୍ଟୋବର ମାସରେ ଯେଉଁଭଳି ଭାବରେ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେଉଥିଲା ତାହା ମଧ୍ୟ କିପରି ଭାବରେ ଓଡ଼ିଶାର ଏକ ସ୍ଥିତି ବର୍ତ୍ତମାନ ବେହାଲ ପରିସ୍ଥିତି ରହିଥିଲା। ଦର୍ଶକ ବନ୍ଧୁ ପୁଣି ଏକ ଲଘୁଚାପକୁ ନେଇ ବା ଘୂର୍ଣ୍ଣିବଳୟକୁ ନେଇ ଓଡ଼ିଶା ବର୍ତ୍ତମାନ ବେହାଲ ପରିସ୍ଥିତି ରହିପାରିବ କି? ବର୍ତ୍ତମାନ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ ବର୍ତ୍ତମାନ ଓଡ଼ିଶାରେ ପାଖାପାଖି 7 ଦିନ ଧରି ଯେତେବେଳେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି, ଏହାରି ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଆମେ ଏଥିଲାଗି କହୁଛୁ ଅଦିନିଆ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଓଡ଼ିଶା ଉପରେ ଏହାର ପ୍ରଭାବ ରହିପାରିବ କି ବର୍ତ୍ତମାନ ପ୍ରଶ୍ନବାଚୀ ରହୁଛି। କିନ୍ତୁ ଯାହା ପାଣିପାଗ ବିଶେଷଜ୍ଞ କହିବା ଅନୁଯାୟୀ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବଙ୍ଗୋପସାଗରରେ ଯେତେବେଳେ ସୃଷ୍ଟି ହେବ ତାହା ମଧ୍ୟ ପରେ ପରେ ୟା ଅବପାତ ରୂପ ନେଇ ଲଘୁଚାପରେ ରୂପ ନେଇପାରେ। ଏହି ଲଘୁଚାପ ଯଦି ସଠିକ୍ ରୁହେ ତାହେଲେ ନିଶ୍ଚିତ ଭାବରେ କହିପାରିବା ଏଟା ହେଉଛି ବାଂଲାଦେଶ ଏବଂ ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆର ମୁହାଁଇ ବୋଲି ଆକଳନ ମଧ୍ୟ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଏହାରି ପ୍ରଭାବରେ ଓଡ଼ିଶାରେ ପାଖାପାଖି 3ରୁ 4 ଦିନ ଧରି ବର୍ଷା ଲାଗି ରହିବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଦର୍ଶକ ବନ୍ଧୁ ପୂର୍ବରୁ ଯେଉଁ ଘଟଣା ବା ଲଘୁଚାପଟି ସୃଷ୍ଟି ହୋଇଥିଲା ଓଡ଼ିଶାରେ ସେପ୍ଟେମ୍ବର ଅକ୍ଟୋବର ମାସରେ ବହୁତ ବେହାଲ ପରିସ୍ଥିତିରେ ଓଡ଼ିଶା ରହିଥିଲା ଏବଂ ସବୁଠି ଦେଖିବାକୁ ମିଳିଥିଲା ବର୍ଷାର ତାଣ୍ଡବ। ଏହି ବର୍ଷାର ତାଣ୍ଡବକୁ ନେଇ ବର୍ତ୍ତମାନ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଲଘୁଚାପ ଜନିତ ବର୍ଷା ବା ଘୂର୍ଣ୍ଣିବଳୟ ବର୍ଷାରେ ଓଡ଼ିଶା ଭିଜିପାରେ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ ବର୍ତ୍ତମାନ ଓଡ଼ିଶାରେ ଏତେଟା ଯଦି ବିପଦ ନାହିଁ, ନିଶ୍ଚିତ ଭାବରେ କହିପାରିବା ଏହାର ବିପଦ ସଂକୁଳ ଅବସ୍ଥାରେ ଓଡ଼ିଶା ବର୍ତ୍ତମାନ ରହିଛି। କାରଣ ଏଥିପାଇଁ ଆମେ କହୁଛୁ ବର୍ତ୍ତମାନ ଅଦିନିଆ ବର୍ଷା ସହିତ ଅଦିନିଆ ଘୂର୍ଣ୍ଣିବଳୟ, ଅଦିନିଆ ଲଘୁଚାପ। ଏହି ଲଘୁଚାପ ଫଳରେ ଓଡ଼ିଶାରେ ବର୍ତ୍ତମାନ ତାହା ବିଲକୁଲ ପ୍ରଭାବ ରହିବ ବୋଲି ଆକଳନ ମଧ୍ୟ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଆମେ କହୁଛୁ ଅଦିନିଆ ବର୍ଷା କଥା। ଅଦିନିଆ ବର୍ଷା ଯେତେବେଳେ ବିଜୁଳି ଘଡ଼ଘଡ଼ି ଯେତେବେଳେ ଓଡ଼ିଶା ଉପରେ ରହିବ ତାହା ଓଡ଼ିଶା ଉପରେ କେତେ ପରିମାଣ ରହିବ ତାହା ମଧ୍ୟ ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ। କାରଣ ବର୍ତ୍ତମାନ ଆଜି ଯେଉଁ ଅପଡେଟ୍ ଖବର ସାମ୍ନାକୁ ଆସୁଛି 31 ତାରିଖରେ ଯେଉଁ ବଙ୍ଗୋପସାଗର ଯେଉଁ ରହିଛି ଦକ୍ଷିଣ ବଙ୍ଗୋପସାଗରରେ 31 ତାରିଖ ଦିନ ବର୍ତ୍ତମାନ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଘୂର୍ଣ୍ଣିବଳୟ ଯେତେବେଳେ ସୃଷ୍ଟି ହେବ ତାହା ମଧ୍ୟ ଏକ ପ୍ରକାର ଲଘୁଚାପରେ ରୂପ ନେବ ବୋଲି ମଧ୍ୟ ଆକଳନ ମଧ୍ୟ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁଭଳି ଅପଡେଟ୍ ଖବର ଦିଆଯାଇଛି ବର୍ତ୍ତମାନ ଆମେ କିଛି ଦୃଶ୍ୟ
जो सकाळ किसी दृश्य आम आपण मानक देउछु जो पाणीपाग कहवा अनुजाई जो खबर पाणीपागर विशेषज्ञ मान जो भाई खबर कर ओडिशा उपरे यार पाखापाखि वर्षार परिमाण रहिबो बोली मध्य आकलन मध्य करा जाउछि। सबुठु बड़ कथा हेउछि जेतिले कृषकर धान वर्तमान अधारु अधा निज क्षेत्र वर्तमान रही ता ओडिशा उपरे जेतिले प्रभाव पड़िबो धानर मध्य प्रभाव पड़ी पारिबो किंतु आमे कथा कहि परिबा गोटे गोटे स्थान रे वर्तमान 50% धान निज कियार रे अछि आउ 50% धान निज वर्तमान खଳାରେ ମଧ୍ୟ ରହିଛି। ଯଦି ଝିପି ଝିପି ବର୍ଷା ହୁଏ ତ ତାହେଲେ ନିଶ୍ଚିତ ଭାବରେ ଆପଣ ନିଜେ କୁହନ୍ତୁ ଆପଣଙ୍କର ଧାନର ପରିସ୍ଥିତି କ'ଣ ହେବ। ସେଥିପାଇଁ ପାଣିପାଗ ବିଶେଷଜ୍ଞ ତରଫରୁ ମଧ୍ୟ ସତର୍କ ସୂଚନା କରିଛି। କାରଣ ଆପଣଙ୍କୁ ବାରମ୍ବାର କହି ରଖୁଛୁ ଆପଣ ତୁରନ୍ତ ଆପଣ ଧାନକୁ ହାର୍ଭେଷ୍ଟିଂ କରିନିଅନ୍ତୁ କାରଣ ଏହି ଲଘୁଚାପ ଜନିତ ବର୍ଷା ଓଡ଼ିଶା ଉପରେ ପ୍ରଭାବ ପଡ଼ିପାରେ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। सर्वशेषରେ जो कथा कहुच्छे समुद्र कथा जदि कहीपर बंगोपसागर कथा जदि कहीपर जो मत्स्यजीवी मानक जो सतर्क सूचना जारी करिछि भारतीय पाणीपाग विभाग आपण माने देखिथिबे जो भली पूर्वर लघुचाप सृष्टि होइछि समुद्र मध्य अशांत रहिछि ए अशांत फल वर्तमान समुद्र रे वर्तमान जो स्थिति रहुछि ताहा मध्य संगीन रहुछि ताहा मध्य एठी जदि करिबा कथा कहीपर जो समुद्र को नजिबा पई मध्य मत्स्यजीवी को बारण मध्य करा जायछि। दर्शक बंधु एभली एक परिस्थिति रे ओडिशार प्रत्येक जगार प्रत्येक जिले में आम देखा पाइबा बिजुली घड़घड़ी सहित वर्षा एवं मेघाच्छन्न रहिबो किंतु आज सकाळ जदि आम जिबा सकाळ जो दृश्य आम आपण मानक देखौछु दर्शक बंधु आकाश वर्तमान आकाश मेघाच्छन्न रही एवं आज होउछि वर्तमान जो सांब दशमी बा एई दशमी रे वर्तमान जो भली रही ताहा भारतीय पाणीपाग विभाग तरफर जो भली सतर्क सूचना दी जाइछि दर्शक बंधु वर्तमान ओडिशा रे वर्तमान झिपि झिपि वर्षा होई पारे बोली मध्य आकलन मध्य करा जाइछि। जति बंगोपसागर रे आ गोटे कथा कहि परिबा वर्तमान ओडिशा रे संगीन हेउछि शीतर स्थिति वर्तमान जदि देखिबा अदिनिया वर्षा रे गोटे पटे अदिनिया वर्षा आ गोटे पटे शीतर लहरी এই শীতর লহরীরে বর্তমান ওড়িশা বর্তমান রয়েছে শীতর প্রকোপ রয়েছে যেটি হাড় ভঙ্গা শীত যেটা কুহতি ওড়িয়ারে হাড় ভঙ্গা শীত বর্তমান ওড়িশারে জারি রয়েছে কারণ যেভাবে আমি দেখিছু কাকর বর্তমান যেভাবে পড়িছি কাকর পড়া সহিত এবং রাস্তাঘাট বর্তমান মানে দেখা যাচ্ছে দৃশ্যমান কুহুড়ি দৃশ্যমান হচ্ছে এই কুহুড়ি বর্তমান ভিজুছি বর্তমান সারা ওড়িশা প্রত্যেক রাস্তাঘাট বর্তমান শুনসান হওয়া লাগিছে কারণ प्रबल मात्रा रे वर्तमान जो लघुचाप जो वर्षा को नहीं मध्य सतर्क सूचना मध्य जारी करिछि भारतीय पाणीपाग ए परिप्रेक्षी रे लघुचाप जनित वर्षा जितिकाले ओडिशा पर रहिबो ताले स्थिति वर्तमान जो भली शीतर प्रकोप पाखापाखि 5-6 दिन कमिबो कारण शीत जितिकाले माने कमिजिबो ताले वर्षार परिमाण टिके बढ़िला भलिया मध्य लागिबो बोली लागू माने जा पूर्वान करिछि भारतीय पाणीपाग विभाग पाखापाखि 5-6 दिन ओडिशार जितिकाले जो दक्षिण बंगोपसागर घूर्णिबल हो तापर मध्य लघुचाप सृष्टि हम आशा पर यार प्रभाव पड़ो कि नहीं मध्य स्पष्ट करनी भारतीय पाणीपाग विभाग किंतु भारतीय पाणीपाग विभाग कही जदि ओडिशा पर यार प्रभाव पड़ो ताहले विशेष किसी प्रभाव पड़ो ना किंतु आकाश 5-6 दिन वर्तमान रहिबो कोहला पाग रहिबो एवं कोहला पाग सहित जो घूर्णिबल प्रभाव रे आपण को कही रखुचु जो भली दक्षिण बंगोपसागर एक घूर्णिबलय सक्रिय रहिबो पाखापाखि 5-7 दिन या घूर्णिबलयटी सक्रिय रहिबो सेतिपई ताहारी प्रभाव रे लघुचापटी सृष्टि हबो ए लघुचाप सृष्टि हला परे वर्तमान ओडिशा रे वर्तमान ता स्थिति वर्तमान कौन रहिबो ता स्पष्ट करिवो भारतीय पाणीपाग विभाग किंतु एभिजात लोक माननकु मध्य छानिया न होवा पई मध्य पाणीपाग विशेषज्ञ तरफरु सूचना मध्य दिया जाइछि।